ଆପଣମାନେ ପାର୍କକୁ ଅନେକ ଥର ଯାଇଥିବେ, ମାତ୍ର ଏମିତି ଏକ ପାର୍କ ଅଛି ଯେଉଁଠିକୁ ଯିବା ପାଇଁ ଲୋକମାନେ ଭୟ କରିଥାନ୍ତି, କାରଣ ଏଠି ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଦୋଳିଗୁଡ଼ିକ ଆପେ ଆପେ ଝୁଲିଥାଏ। କୁହାଯାଏ ଯେ ଏ ପାର୍କଟି ମୃତ ଶିଶୁମାନଙ୍କର ଖେଳର ମଇଦାନ। ଏ ପାର୍କରେ ସବୁ ଉପକରଣ ଅଛି, ହେଲେ ଏଠାକୁ କେହି ବି ଯାଆନ୍ତି ନାହିଁ। ଏଠାରେ ଥିବା ଦୋଳିଗୁଡ଼ିକ ଆପେ ଆପେ ଝୁଲୁଥାଏ, ତେଣୁ କୁହନ୍ତି ମୃତ ଶିଶୁଙ୍କର ଆତ୍ମା ଏ ଦୋଳିରେ ଝୁଲୁଥାଏ ବୋଲି। ତେଣୁ ଲୋକେ ଏହାକୁ ଭୂତମାନଙ୍କର ପାର୍କ ବୋଲି ବି କହିଥାନ୍ତି। ଆମେରିକାର ଆଲବାମା ସ୍ଥିତ ହେଣ୍ଟସିଭିଲ୍ସରେ ରହିଛି ଏଭଳି ଏକ ଅଦ୍ଭୁତ ପାର୍କ। ପାର୍କକୁ ସାଧାରଣ ଶିଶୁ କିମ୍ବା ଅନ୍ୟ ଲୋକମାନେ ଯାଆନ୍ତି ନାହିଁ, ମାତ୍ର ପାର୍କରେ ଝୁଲାଗୁଡ଼ିକ ସ୍ୱତଃପ୍ରବୃତ୍ତ ଭାବରେ ଝୁଲୁଥିବାର ଦେଖାଯାଇଥାଏ। କୁହାଯାଏ ଯେ କବରସ୍ଥାନ ପାଖରେ ଏ ପାର୍କ ଥିବାରୁ ଲୋକେ ଭୟରେ ଏ ପାର୍କକୁ ଯାଆନ୍ତି ନାହିଁ। ତେବେ ଧୀରେ ଧୀରେ ଏ ପାର୍କକୁ ଭୂତ ପାର୍କର ନାମ ମଧ୍ୟ ଦିଆଗଲାଣି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।